ଦର୍ଶକ ବନ୍ଧୁ, ମୋ ବଡ଼ ମା ସ୍ୱର୍ଗବାସୀ ହେବାର ଆଜିକି 8 ଦିନ ହେଲା। ଆଉ ବଡ଼ ମାର ଭିଡ଼ିଓ ମୁଁ ସୁଟ୍ କରିଥିଲି, ଅପଲୋଡ଼ ମଧ୍ୟ କରିଛି। ଆଜି ଆମର କାଲି 7 ଦିନ ହେଇଥିଲା ଧୁଆଧୁଇ, ସବୁ ଘର କପଡ଼ା ସବୁ ଧୁଆଧୁଇ ହେଇଥିଲା। ଆଜି ଘର ଜିନିଷ ସବୁ, ଅନ୍ୟାନ୍ୟ ଜିନିଷ ସବୁ ଧୁଆଧୁଇ ହେଇକି ଶୁଖୁଛି, ଦେଖିପାରୁଥିବେ। ଏସବୁ ଡବା ଆସବାବ ପତ୍ର ଯେତେକ ସବୁ ଜିନିଷ ସାମଗ୍ରୀ ସବୁ ଧୁଆଧୁଇ ହେଇଯାଇଛି ଆଜି। ତ କଥା ସେ ମରିବା ପର୍ଯ୍ୟନ୍ତ ନାହିଁ, କିନ୍ତୁ କଥାଟା ହେଉଛି ଏଇଆ ଯେ ଆମେ ଆମ ଜୀବନରେ ଯାହା ସବୁ କରିଛେ ବା କରୁଛେ, ଏମିତି ନିଜ ସହିତ ସଂଘର୍ଷ କରି କରି ନିଜର ଇଚ୍ଛା, ନିଜର ଆଶା, ନିଜର ମାୟା ମୋହ ଏ ସବୁକୁ ତ୍ୟାଗ କରି ଦିନେ ନା ଦିନେ ଆମକୁ ଯିବାକୁ ପଡ଼ିବ ସମସ୍ତଙ୍କୁ। ତ ଗୋଟେ କଥା ଏତିକିରେ ଦୁଃଖ ଲାଗେ କ'ଣ ନା, କୁହନ୍ତିନି ଯେ ମାୟାରେ ବାନ୍ଧି ହେଇକି ଅଛି, ମାୟାକୁ ଛାଡ଼ି ପାରୁନି। ଯେ ଗୋଟେ ମା ସେ ତା ପିଲା ଛୁଆଙ୍କୁ କେତେ କଷ୍ଟ, କେତେ ଝଡ଼ ଝଞ୍ଜା ସହିକି ମଣିଷ କରି ନିଜ ଗୋଟେ ଛିଡ଼ା କରାଇଲା ପରେ, ତାଙ୍କ ସଂସାର ତାଙ୍କୁ ହାତେଇ ଦେବା ପରେ ଶେଷରେ ସେ ଶେଷ ନିଶ୍ୱାସ ତ୍ୟାଗ କରେ ଆଉ ସମସ୍ତଙ୍କୁ ଏକା କରି ଯାଏ। ଏ କଥା ହେଉଛି ଏଠି ଯେ ଯେଉଁ ଲୋକଟି ପାଇଁ ଆଜି ଏ ସଂସାର, ଆଜି ଭଲ ମନ୍ଦ, ଆଜି ଏ ଟଙ୍କା ପଇସା, ଗାଡ଼ି କୋଠା ଘର ସବୁ ହେଉଛି, ତା ପାଇଁ ଗୋଟିଏ ହିଁ ଲୋକ ଉତ୍ତରଦାୟୀ, ସେ ହେଉଛି ମା। ଯେଉଁଦିନ ମାର ହାତ ଆମ ମୁଣ୍ଡ ଉପରୁ ଚାଲିଯିବ, ସେଦିନ ସାରା ଦୁନିଆ ସବୁ କିଛି ଥାଇକି ବି ଅନ୍ଧାର ଦେଖାଯିବ, ନିଃସ୍ୱ ହେଇଯିବ। କଥାଟା ସେଇଟା ହିଁ ମନକୁ ବହୁତ ଆଘାତ ଦିଏ। ଆମେ ବ୍ୟାକୁଳ ହେଉଥାଉ, କାନ୍ଦୁଥାଉ, କିନ୍ତୁ କିଛି ଦିନ ପରେ ସେ ଜିନିଷଟାକୁ ଆମେ ଭୁଲିଯାଉ। ଯେ ମାଟେ ଥିଲା, ଯାଉ ମା ଆମକୁ ଜନ୍ମ କରିଥିଲା, ଆମ ମଣିଷ କରିଥିଲା, କେତେ ଦୁଃଖ କଷ୍ଟ ସହିକି, କେତେ ଭୋକ ଉପାସରେ ଥିବ, କେତେ ଦିଅ ଦେବତା ପୂଜିଥିବ ଆମ ପାଇଁ। ଯାହା ଯୋଗୁଁ ଆମେ ଆଜି ଏଠି ଅଛୁ, ସେ ଆମକୁ ଛାଡ଼ି ଚାଲିଯାଇଛି। ଦିନେ 2 ଦିନ ପର୍ଯ୍ୟନ୍ତ ମନେ ରହିବ, କି 5 ଦିନ 10 ଦିନ ପର୍ଯ୍ୟନ୍ତ ମନେ ରହିବ, ତାପରେ ଆମେ ଭୁଲିଯିବ। କିନ୍ତୁ ମା ପାଇଁ ସେୟା ନୁହେଁ। ମା ଯଦି ମା କୋଳରୁ ଗୋଟେ ପିଲାଟି ଯାଉଛି, ବିୟୋଗ ହେଇଯାଉଛି, ତ ସେ ସାରା ଜୀବନ ସେମିତି କାନ୍ଦି କାନ୍ଦି ଜୀବନ ଅତିବାହିତ କରିଦିଏ। ଏହା ହେଉଛି ଆମର ମାୟା, ଏ ହେଉଛି ଦୁନିଆ। ସବୁକିଛି ଭୁଲିଯିବାର ନିୟମ, କିନ୍ତୁ ଭୁଲିଯିବା ଯେ, କିନ୍ତୁ ଗୋଟେ ମାର ଭୂମିକା କ'ଣ ସେଟା କେବେ ଭୁଲି ହୁଏନି, କେତେ ଚେଷ୍ଟା କଲେ ବି ଭୁଲି ହେବନି। ଆଜ୍ଞା, ରହୁଛି, ଆହୁରି ଅନେକ କାମ ଅଛି, ବହୁତ କାମ ଅଛି, ଭୋକ ବି ବହୁତ ହେଉଛି, ବେଳିକିଆ ଖେଙ୍କିଆ ହେଉଛି ଏବେ। ତ ଆଉ କିଛି ମୁଁ କହିପାରିବିନି, ପଛରେ ଦେଖିବା, ଅନ୍ୟାନ୍ୟ ଭିଡ଼ିଓ କିଛି କରିବା। ରହୁଛି।